ଫଗୁଣରେ ଫଗୁ ବୋଳି ହୋଇ ଆସିଛି ହୋଲି। ଦୋଳ ବିମାନରେ ବସି ଫଗୁ ଖେଳିବେ ରାଧା ଗୋବିନ୍ଦ। ଧାଡ଼ି ଧାଡ଼ି ହୋଇ ସଜେଇ ହେଲାଣି ବିମାନ। କିଏ ବଡ଼ି ରୁଦ୍ରାକ୍ଷ ସଜାଉଛି ତ କିଏ ଚୁମ୍କି ଶାମୁକା ଖଞ୍ଜି ଶେଷ ସ୍ପର୍ଶ ଦେଉଛି। ଆଜି ଏହି ସୁସଜ୍ଜିତ ଦୋଳ ବିମାନରେ ସଜେଇ ହୋଇ ମେଲଣ ପଡ଼ିଆକୁ ବିଜେ କରିବେ ପ୍ରଭୁ ଦୋଳ ଗୋବିନ୍ଦ। ମେଲଣ ପାଇଁ ଉତ୍ସବ ମୁଖର ହୋଇଗଲାଣି ଭଦ୍ରକ ଜିଲ୍ଲା ବାସୁଦେବପୁରର ସର୍ବପୁରାତନ 536 ବର୍ଷର ବ୍ରାହ୍ମଣ ଗାଁ ମେଲଣ। ବିମାନ 11 ଖଣ୍ଡ ଧରା ହେଇଛି। ବିଭିନ୍ନ ଟାଇପ୍ର ବିମାନ, ଯେମିତି ଜ୍ଞାନ ବିତରଣମ୍, ଦଣ୍ଡନୀୟ ଭଗବାନ, ଶ୍ୟାମ ସୁନ୍ଦର, ଏଇରକମ ଭାବରେ ବିଭିନ୍ନ କୃଷ୍ଣଙ୍କର ଲୀଳାମାନ ପ୍ରସ୍ତୁତି କରାହେଇଛି। ଭାଗବତରୁ ଯେତିକି ସକ୍ଷମ ହୋଇପାରୁଛି ଆମେ କରିବାକୁ ଚେଷ୍ଟା କରୁଛୁ। ଆମର କାଳିଆପଦା ମେଳନ, ବ୍ରାହ୍ମଣିଆ ମେଳନ, ଦଶଭୋଜି ମେଳନ, ଉଆସ ମେଳନ, ଏଭଳି ଆହୁରି ବି ବିମାନ ଅଛି। ବିଭିନ୍ନ ଏଠି ଏ ବର୍ଷର 25 ଦିନ ହେବ ଆରମ୍ଭ କରିଛି କାମ। କାମ ସରି ଆସିଲାଣି। 7-8 ଜଣ ଲୋକ ବି କାମ କରୁଛନ୍ତି, ଆମର ଛାତ୍ରମାନେ, ଆମ ଘର ସହ ପରିବାର। ଏ ବର୍ଷ 12ରୁ 13 ଖଣ୍ଡ ବିମାନ ଅର୍ଡ଼ର ଆସିଛି। ଆଉ କାମ ପାଖାପାଖି ଶେଷ ପର୍ଯ୍ୟାয়ে ପହଞ୍ଚିଲାଣି। ଏକ ମାସରୁ 1.5 ମାସ ହେଇଯିବ ପାଖାପାଖି କାମ ଚାଲୁଅଛି। ଶିଳ୍ପୀ 5ରୁ 6 ଜଣ ଶିଳ୍ପୀ କାମ କରୁଅଛୁ। ମୁଖ୍ୟ ଆକର୍ଷଣ ଏ ବର୍ଷର ଅଲଗା ଅଲଗା ବିମାନର ଅଲଗା ଅଲଗା ଆକର୍ଷଣ ସବୁ ରହିଛି। ତାର ପେଇଁଆ କାଠିରେ ହେଉଛି, କିଛି ରୁଦ୍ରାକ୍ଷ, ପୁନ୍ତି, ଷ୍ଟୋନ୍ ଏସବୁରେ କିଛି କାମ ହେଉଛି। ଆଉ ସମୁଦ୍ର ମନ୍ଥନ ଉପରେ ସିନ୍ ସବୁ ରହୁଛି ବିମାନ ଉପରେ। ନାବକେଳି ବି ଏ ବର୍ଷ ଗୋଟେ ନୂଆ ମୁଖ୍ୟ ଆକର୍ଷଣ ରହୁଛି ଗୋଟେ ବିମାନରେ। ପ୍ରଭୁ ଦୋଳଗୋବିନ୍ଦଙ୍କର ଆଜି ମେଲଣ ଉତ୍ସବ, ତେଣୁ ବିମାନ ସାଜସଜ୍ଜାରେ ଚଳଚଞ୍ଚଳ ହୋଇ ଉଠିଛି ଅମୃତମଣୋହି ଗାଁ। ଘରେ ଘରେ ତିଆରି ଚାଲିଛି ବିମାନ। ଦିନ ରାତି ଏକ କରି ସାଜସଜ୍ଜାରେ ଲାଗି ପଡ଼ିଛନ୍ତି ସପରିବାର। ଅମୃତମଣୋହି ଗାଁ ବିମାନ ତିଆରିର କ୍ଷୁଦ୍ରଶିଳ୍ପ ଭାବରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ପିଢ଼ି ପରେ ପିଢ଼ି ଦୋଳ ବିମାନ ତିଆରି ପରମ୍ପରାକୁ ଆପଣାଇଛନ୍ତି ଗ୍ରାମବାସୀ। 50,000ରୁ ଆରମ୍ଭ ହୋଇ 1 ଲକ୍ଷରୁ ଅଧିକ ଟଙ୍କାରେ ବିମାନ ସଜା ଯାଇଥାଏ। ବିମାନରେ ସୋଲ କାମ ସହିତ ଶଙ୍ଖ, ଶାମୁକା, ମୋତି, କାଜୁ, ଅଳେଇଚ, ବାଦାମ, ସପକାଠି କାମ କରାଯାଏ। ବର୍ଷ ସାରା ଯାହା ମୂର୍ତ୍ତି କାମ ହୁଏ, ହେଲେ ଦୋଳ ଆସିଲେ ଗାଁରେ ବିମାନ ତିଆରି କାମ ଅଧିକ ହୋଇଥାଏ। ଲୋକମାନେ ଯେଉଁ ଭଳିଆ ଖୋଜୁଛନ୍ତି ସେଇଭଳିଆ କାମ ହେଉଛି। କିଏ ଷ୍ଟୋନ୍ କାମ ଖୋଜୁଛି, କିଏ ଅନ୍ୟ କାମ ଦେଖିକି ମନ୍ଦିର ସବୁ ଦେଖିକି ବରାଦ କରୁଛନ୍ତି। ସେଇଭଳିଆ ସବୁ କାମ ହେଉଛି। ଆମେ 6-7 ଜଣ ଲାଗିଛେ। ମୋ ପୁଅ, ଝିଆରୀ, ଆଉ ଗାଁରେ ଛୁଆ 2-4 ଜଣ। ବ୍ରାହ୍ମଣ ମେଳନରେ 43 ଗୋଟି ବିମାନ ହୁଏ, କିନ୍ତୁ ଆମ ପାଖରେ ପ୍ରାୟତଃ 10-15ଟି କାମ କରୁ ପ୍ରତ୍ୟେକ ବର୍ଷ। ଏ ବର୍ଷ ଟିକେ ଘରୋଇ ପରିସ୍ଥିତି ଆଉ ଆମ ନିଜ ପରିସ୍ଥିତି ଦେଖିକି ଆମେ 5ରୁ 7 ବିମାନ କରିଛୁ। ଆଉ କଷ୍ଟ ତ ବହୁତ ହେଉଛି, କହିବାକୁ ଗଲେ ରାତି ଅନିଦ୍ରା ଆଉ ପରିଶ୍ରମ ବହୁତ କଷ୍ଟ ହେଉଛି। କିନ୍ତୁ କଷ୍ଟ ଲାଘବ ସେତେବେଳେ ହୁଏ ଯେତେବେଳେ ପ୍ରଭୁ ଯେତେବେଳେ ସାଜସଜା ହେଇ ବାହାରନ୍ତି। ଆଉ ଦର୍ଶକମାନଙ୍କର ମାନେ ପ୍ରଶଂସା ଶୁଣି, ପାଖରେ ଥିଲେ ପ୍ରଶଂସା ଶୁଣି ବହୁତ ଖୁସି ଲାଗେ ଯେ ହଁ, ଏଇ ବିମାନଟି ଯେତେବେଳେ କୁହନ୍ତି ଏଇ ବିମାନଟି କେଉଁ କାରିଗର କରିଛି, ଏତେ ସୁନ୍ଦର ଲାଗୁଛି, ସେତେବେଳେ ଖୁସି ଲାଗେ ଆଉ ବହୁତ ଗର୍ବ ଅନୁଭବ ହୁଏ। 530 ବର୍ଷ ହେଲା ଉକ୍ତ ମେଳନ ଅନୁଷ୍ଠିତ ହେଉଛି। ଏଥିରେ 43 ବିମାନ ବହୁ ଚିତ୍ତାକର୍ଷକ ଆକର୍ଷଣୀୟ ସାଜସଜ୍ଜାରେ ଆଉ ପୂର୍ଣ୍ଣମୀ ଦିନ ଆସନ୍ତି ଏବଂ ପ୍ରତିପଦ ଦିନ ତାହା ଉଦ୍ଯାପନ ହୁଏ। 2 ଦିନ ଧରି ଉକ୍ତ ମେଳନ ଏଠାରେ ଅନୁଷ୍ଠିତ ହୁଏ। 40,000ରୁ ଉର୍ଦ୍ଧ୍ୱ ଲୋକ ଏଠାରେ ସମାଗମ ହୁଏ। ଆଉ ପ୍ରଶାସନିକ ତରଫରୁ ଆମେ ଏ ବର୍ଷ ପ୍ରଶାସନିକ ଜିଲ୍ଲାପାଳ, ଏସ୍ପି ମହୋଦୟ, ଏକ୍ସାଇଜ୍ ଇନ୍ସପେକ୍ଟର, ଫାୟାର ଷ୍ଟେସନ୍, CSC, IIC, SDPO ସମସ୍ତଙ୍କୁ ଆମେ ଅବଗତ କରାଇଛୁ। ବିମାନର ମୁଖ୍ୟ ଆକର୍ଷଣ ଆମର ବିଭିନ୍ନ ପ୍ରକାର ବାଦ୍ୟ ଅଛି। ବେଣ୍ଡପାଟି ବାଦ୍ୟ ଅଛି, ରଙ୍ଗବାଦ୍ୟ ଅଛି, ଝାଙ୍ଗଡ଼ ବାଦ୍ୟ ଅଛି, ଆପଣଙ୍କ ଗୌଡ଼ ଖେଳ, ଯେଉଁ କାଠି ଖେଳ ବାଦ୍ୟ ଅଛି। ଏ ମେଳନ ତ 500 ବର୍ଷର ମେଳନ ବୋଲି ବୃତ୍ତିପଞ୍ଜିକା କହୁଛି। ତଥାପି ଜେଜ ହେରିକା ମୁହଁରୁ ଶୁଣିଛୁ ଯେ ବହୁତ ଦିନ ହେଲା ଏ ମେଳନ କଣ୍ଟିନ୍ୟୁ କରୁଛି। ଇଂରେଜମାନେ ଯେତେବେଳେ ଆସୁଥିଲେ ଏ ମେଳନ ହେଉଥିଲା ବୋଲି ଆମେ ଜେଜେ କହୁଥିଲେ। ପ୍ରଥମ 5ଟି ବିମାନକୁ ନେଇକି ଆରମ୍ଭ ହୋଇଥିଲା। ଆମର 24 ଘଣ୍ଟା ମାତ୍ର ସେ ମେଳନ। ବହୁତ ଲୋକ ଯିବା ଆସିବା ଭିତରେ ନଜର କରାଯାଏ ଯେ ନିହାତି 50,000 ଲୋକ ଏଠି ଏକତ୍ର ହୁଅନ୍ତି। ନିଜ ଅଞ୍ଚଳର ବିମାନ ସହିତ ପଡ଼ୋଶୀ ଚାନ୍ଦବାଲି, ପୀରହାଟ, ବାଲିମେଦ, ବ୍ରାହ୍ମଣ ଗାଁ, ଗଦଳା, କାଳିମେଘା ଆଦି ଅଞ୍ଚଳର ଠାକୁରବାଡ଼ିଆମାନେ ବିମାନ ସଜାଇବାକୁ ଅମୃତମଣୋହି ଅଗ୍ରିମ ଦେଇଥାନ୍ତି। ଟଙ୍କା ଅନୁସାରେ ବିମାନ ସାଜସଜ୍ଜା କରାଯାଇଥାଏ।
चलित वर्ष स्थानीय अंचलर मेलन उत्सव में रामलालांक दरबार नटराज गणपति लवणी चोरी कृष्ण सुदामा माँ जशोदांक श्रीकृष्ण को आकट कालिय तलन आदि मूर्ति बसाई सुसज्जित करा जाउछि विमान को जहाँ भक्त मानकु खूब आकर्षित करिब। दोले च दोल गोविंद चापे च मधुसूदन रथे तु वामनम दृष्ट्वा पुनर्जन्मम न विद्यते। वासुदेवपुर सूर्योदय विश्वालंक रिपोर्ट ओटीवी।